ରାମଲାଲ ଏବଂ ଶ୍ୟାମଲାଲ ବୋଲି ଦୁଇ ଜଣ ସାଙ୍ଗ ଥିଲେ। ରାମଲାଲ ଗରିବ ଏବଂ ସିଧାସାଧା ସରଳ ବ୍ୟକ୍ତି ଥିଲା। ଅନ୍ୟ ପକ୍ଷରେ ଶ୍ୟାମଲାଲ ଗୋଟିଏ ବେଇମାନ ଏବଂ ଲୋଭୀ ବ୍ୟକ୍ତି ଥିଲା। କିନ୍ତୁ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ବହୁତ ଭଲ ଥିଲା। ଥରେ ରାମଲାଲକୁ ବିଦେଶ ଯିବାକୁ ପଡ଼ିଲା। ସେ ନିଜର ପ୍ରତ୍ୟେକ ମୂଲ୍ୟବାନ ଜିନିଷ ସୁରକ୍ଷିତ ରହିବା ପାଇଁ ଶ୍ୟାମଲାଲ ପାଖରେ ଛାଡ଼ିଗଲା। ଶ୍ୟାମ ଭାଇ, ମୁଁ କିଛି ଦିନ ପାଇଁ ବାହାରକୁ ଯାଉଛି। ସେ ପର୍ଯ୍ୟନ୍ତ ଏସବୁ ଜିନିଷର ଦାୟିତ୍ୱ ତମ ପାଖରେ ରହିଲା। ହଁ ରାମ ଭାଇ, ତୁମେ ବିନ୍ଦାସରେ ଯାଅ। ଗୋଟିଏ ବର୍ଷ ବିତିଯିବା ପରେ ସେ ଘରକୁ ଫେରିଲା। ଏବଂ ଶ୍ୟାମଲାଲକୁ ନିଜ ଜିନିଷ ସବୁ ଫେରାଇ ଦେବାକୁ କହିଲା। କିନ୍ତୁ ଶ୍ୟାମଲାଲ ସେହି ଜିନିଷ ସବୁ ଫେରାଇ ଦେବାକୁ ସଫା ମନା କରିଦେଲା। ରାମଲାଲ ବହୁତ ମିନତି କଲା, କିନ୍ତୁ କିଛି ଫଳ ହେଲା ନାହିଁ। ଶେଷରେ ମନ ଦୁଃଖ କରି ଶ୍ୟାମଲାଲ ବିରୁଦ୍ଧରେ ଅଭିଯୋଗ ନେଇ ସେ ବୀରବଲଙ୍କ ପାଖକୁ ଗଲା ଏବଂ ବୀରବଲଙ୍କୁ ପ୍ରତ୍ୟେକ ଘଟଣା ଜଣାଇଦେଲା। ବୀରବଲ ଘଟଣାଟିକୁ ଧ୍ୟାନର ସହ ଶୁଣିଲେ ଏବଂ ଗୋଟିଏ ଉପାୟ ବତାଇଲେ। ସେ ରାମଲାଲକୁ କହିଲେ କି ତମେ 2 ଦିନ ପରେ ନିଜ ଜିନିଷ ମାଗିବାକୁ ଯିବ। ଯଦି ସେ ତମ ଜିନିଷ ସବୁ ଦେବାକୁ ମନା କରିଦିଏ, ତେବେ ତମେ ତାକୁ କହିବ କି ମୁଁ ବୀରବଲଙ୍କ ପାଖକୁ ତମ ବିରୁଦ୍ଧରେ ଅଭିଯୋଗ ନେଇଯିବି। ରାମଲାଲ ବିଚରା ଘରକୁ ଫେରିଗଲା। ବୀରବଲ ବିଚାର କରି 2 ଦିନ ପରେ ସେବକମାନଙ୍କୁ କହି ଶ୍ୟାମଲାଲକୁ ଡାକି ପଠାଇଲେ। ବୀରବଲ ଖୁବ୍ ଭଲ ଭାବେ ତାର ଚର୍ଚ୍ଚା କଲେ ଏବଂ ତାକୁ କହିଲେ କି ଶ୍ୟାମଲାଲ, ମହାରାଜଙ୍କ ଆଦେଶରେ ସହରରେ ଏକ ନୂଆ ଅଦାଲତ ଖୋଲିବା ପାଇଁ ସ୍ଥିର କରିଛୁ, ଯେଉଁଠି ସମସ୍ତଙ୍କର ସମସ୍ୟାର ସମାଧାନ କରାଯିବ ଏବଂ ସମସ୍ତଙ୍କୁ ନ୍ୟାୟ ଦିଆଯିବ। ରାଜା ମୋତେ ସେ ଅଦାଲତର ବିଚାରପତିଙ୍କୁ ବାଛିବାକୁ ଆଦେଶ ଦେଇଛନ୍ତି। ବହୁତ ବିଚାର ପରେ ମୁଁ ନିଷ୍ପତ୍ତି ନେଇଛି ଯେ ତମ ନାଁ ରାଜାଙ୍କୁ ଜଣାଇଦେବି। ଶ୍ୟାମଲାଲ ଏହା ଶୁଣି ବହୁତ ଖୁସି ହେଲା ଏବଂ କହିଲା କି ମହାଶୟ, ଆପଣ ସଠିକ୍ ନିଷ୍ପତ୍ତି ନେଇଛନ୍ତି। ମୁଁ ଆପଣଙ୍କୁ ହିଁ ମୋର ଆଦର୍ଶ ମାନେ, ସେଥିପାଇଁ ମୁଁ ମୋର ନିଜ କର୍ତ୍ତବ୍ୟ ଭଲ ଭାବରେ ତୁଳେଇବି। ବୀରବଲ କହିଲେ ଠିକ୍ ଅଛି ଶ୍ୟାମଲାଲ, ମୁଁ ତୁମର ଇଚ୍ଛା ଜାଣିପାରିଲି ଏବଂ ଏହି ବିଷୟରେ ମୁଁ ମହାରାଜଙ୍କ ସହିତ କଥା ହେବି। ଏବେ ତମେ ଯାଇପାର। ଶ୍ୟାମଲାଲ ଖୁସିର ସହିତ ଫେରିଗଲା ଏବଂ ମନେ ମନେ ଭାବୁଥାଏ, ମୁଁ ଯଦି ଏହି ସହରର ବିଚାରପତି ହେବି ତେବେ ବହୁତ ମଜା ହେବ। ଶ୍ୟାମଲାଲ ଘରକୁ ପହଞ୍ଚିବା ମାତ୍ରେ ରାମଲାଲ ଆସି ପହଞ୍ଚିଗଲା ଏବଂ ପୁଣି ଥରେ ନିଜ ଜିନିଷ ମାଗିଲା। କିନ୍ତୁ ଶ୍ୟାମଲାଲ ଏଥର ମଧ୍ୟ ମନା କରିଦେଲା। ରାମଲାଲ ବୀରବଲଙ୍କ କହିବା ଅନୁସାରେ ତାକୁ ଧମକାଇ କହିଲା କି ଦେଖ ଶ୍ୟାମ ଭାଇ, ଯଦି ତୁମେ ମୋ ଜିନିଷ ନ ଦିଅ ତ ମୁଁ ବୀରବଲ ପାଖକୁ ଯାଇ ତମ ନାଁରେ ଅଭିଯୋଗ କରିବି। ଆରେ ରାମ ଭାଇ, ତୁମେ କାହିଁ ରାଗି ଯାଉଛ? ମୁଁ ତ ବାସ୍ ମଜାକ କରୁଥିଲି। ତୁମେ ତମ ଜିନିଷ ନେଇ ଯାଅ। ରାମଲାଲ ନିଜର ସବୁ ଜିନିଷ ଶ୍ୟାମଲାଲ ଠାରୁ ନେଇ ଘରକୁ ଫେରିଗଲା। ଶ୍ୟାମଲାଲ ଭାବିଲା କି ଯଦି ରାମଲାଲ ବୀରବଲଙ୍କ ପାଖକୁ ଯାଏ ତେବେ ମୋର ବିଚାରପତି ପଦବୀ ମୋତେ ମିଳିବ ନାହିଁ। କିଛି ଦିନ ପର୍ଯ୍ୟନ୍ତ ଶ୍ୟାମଲାଲ ବୀରବଲଙ୍କର ଡାକରାକୁ ଅପେକ୍ଷା କରି ରହିଥିଲା। କିନ୍ତୁ ଡାକରା ନ ଆସିବାରୁ ସେ ନିଜେ ତାଙ୍କ ପାଖକୁ ଗଲା ଏବଂ ବୀରବଲଙ୍କୁ କହିଲା କି ମହାଶୟ, ମୁଁ କେବେ ବିଚାରପତି ହେବି? ବୀରବଲ ଉତ୍ତର ଦେଲେ କି ବେଇମାନିକୁ ବିଚାରପତି କରିବା ଅପେକ୍ଷା ଅଦାଲତ ହିଁ ଖୋଲା ନ ଯାଉ। ନିଜ ବନ୍ଧୁ ସହିତ ବେଇମାନ କରିବା ଲୋକ କିପରି ଅନ୍ୟମାନଙ୍କୁ ନ୍ୟାୟ ଦେଇପାରିବ? ବେଇମାନିକୁ ବିଚାରପତି ପଦ ଦେବା ଉଚିତ ନୁହେଁ। ଏହା ଶୁଣି ଶ୍ୟାମଲାଲର ମୁଣ୍ଡ ଲଜ୍ଜାରେ ତଳକୁ ହୋଇଗଲା। ଏହି ଆକବର ଏବଂ ବୀରବଲଙ୍କ ସହରର ବିଚାରପତି କାହାଣୀରୁ ଆମକୁ ଏହି ଶିକ୍ଷା ମିଳୁଛି ଯେ କପଟ ଏବଂ ଲୋଭୀ କରୁଥିବା ବ୍ୟକ୍ତି କେବେ ଉପରକୁ ଉଠି ପାରିନଥାଏ।